ବାହୁଡ଼ା ଦଶମୀ ଶ୍ରୀମନ୍ଦିର को ବାହୁଡ଼ି ଯିବେ ଜଗା କାଳିଆ। ତେଣୁ ଏଠି ଭକ୍ତ କହୁଛି ଏଇ ଶ୍ରୀଗୁଣ୍ଡିଚା ମନ୍ଦିର କ'ଣ ଆଉ ମାନେ ଲୋକଶୂନ୍ୟ ହେଇଯିବ, ଆଉ ପ୍ରଭୁଙ୍କୁ କେହି ଏଠି ଦର୍ଶନ କରିବେନି। ଭକ୍ତ କହୁଛି, କହିଲା କ'ଣଟା କରିଲେ ଖେଳଟି ହେବ। ଭକ୍ତ କହିଲା ଚାହିଁଥା ଭକତେ ଶରଧା ବାଲିକୁ। ଆରେ ଶରଧା ବାଲିକୁ ସମସ୍ତେ ଅନାଅ, କାଳିଆ ରଥକୁ କେହି ଅନାଅନି କି ଛୁଅନି କି ଧର ନାହିଁ। ଆରେ ଚାହିଁଥା ଭକତେ ଶରଧା ବାଲିକୁ, କାଳିଆ ରଥକୁ ଭିଡ଼ିବାନି। ଆରେ ତାର ରଥ ଦଉଡ଼ିକୁ ଟାଣିବାନି, ତାର ଅଭଡ଼ା ଅନ୍ନକୁ ଖାଇବାନି। ଆଜି ବାହୁଡ଼ା ଦଶମୀ, ଆଜି ବାହୁଡ଼ା ଦଶମୀ। ସିଏ ଆଜି ଶ୍ରୀକ୍ଷେତ୍ର ଗଲା ପରେ ଚାଲି ରେ, ଗଲା ପରେ ଚାଲି। ଶ୍ମଶାନ ହେବ ଆଜି ଏ ଶରଧା ବାଲିରେ, ଶରଧା ବାଲି। ଆରେ ଚାହିଁଥା ଭକତେ ଶରଧା ବାଲିକୁ, କାଳିଆ ରଥକୁ ଟାଣିବାନି, ତାର ରଥ ଦଉଡ଼ିକୁ ଛୁଇଁବାନି। ଆଜି ବାହୁଡ଼ା ଦଶମୀ, ଆଜି ବାହୁଡ଼ା ଦଶମୀ, ଆଜି ବାହୁଡ଼ା ଦଶମୀ, ଆଜି ବାହୁଡ଼ା ଦଶମୀ। ଭକ୍ତ ଏଠି ଅଭିମାନରେ କହୁଛି, କହିଲେ ଏତେ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସେ ରହିକି ସେଠି ଅବଢ଼ା ଅନ୍ନ ଖାଉଛନ୍ତି, ଏଠିକି 9-10 ଦିନ ପାଇଁ ଆସୁଛନ୍ତି ମାଉସୀ ଯେଉଁ ଗୁଣ୍ଡିଚା ମନ୍ଦିରକୁ। ତେଣୁ ଆସିଲା ପରେ କ'ଣ ହୁଏ, ଭକ୍ତମାନଙ୍କୁ ସେ ଦର୍ଶନ ଦିଅନ୍ତି। ଯେମିତି ଅନେକ ଦିନ ପରେ ଯେମିତି ମାମୁଁ ଘରକୁ ବୁଲିଗଲେ ଗାଁ ଲୋକମାନେ, ଯେମିତି ଗାଁ ସାଙ୍ଗସାଥିମାନେ ସମସ୍ତେ ଯେମିତି ନିଜକୁ ଗୋଟେ ବନ୍ଧନ ଭିତରେ ରଖିଦିଅନ୍ତି, ଆଉ ନିଜେ ସମସ୍ତେ ଏକତ୍ର ହେଇକି ବାନ୍ଧି ହେଇକି ରହିଯାଆନ୍ତି ନା, ସେଇଭଳି ଜଗନ୍ନାଥ ଯେଉଁ 10 ଦିନ ପାଇଁ ଆଜି ମାଉସୀ ମା ଘର ଯେଉଁ ଶ୍ରୀମନ୍ଦିର ଗୁଣ୍ଡିଚା ଘର ଯେଉଁ କହୁଛେ ସେଠିକି ଆସିଛନ୍ତି, ଭକ୍ତଙ୍କ ଗହଣରେ ରହିଛନ୍ତି। ଆଉ ଯିବାକୁ ମଙ୍ଗୁନାହାନ୍ତି କି ଭକ୍ତ ଛାଡ଼ିବାକୁ ମଙ୍ଗୁନାହାନ୍ତି। କିନ୍ତୁ କ'ଣ କରିବେ, ଯିବାକୁ ପଡ଼ିବ ସେଇ ଶ୍ରୀମନ୍ଦିର ଶ୍ରୀକ୍ଷେତ୍ରକୁ। ତେଣୁ ଭକ୍ତ ଏଠି କହୁଛି କ'ଣ କଲେ ଆଜି କାଳିଆ ଯିବନି ନା। ରେ ରଥ ଦଉଡ଼ିକୁ କେହି ଛୁଅନି କି କେହି ଧରନି କି କେହି ଟାଣନି, ଆଉ ଅବଢ଼ା ଅନ୍ନ ବି ଆଜି ଖାଇବାନି। ଆମେ ସମସ୍ତେ ଅଭିମାନ କରିକି ରହିବା। ମାନେ କାଳିଆ ଏତେ ଦିନ ପରେ ଆଜି ଆସିଛି କ୍ଷେତ୍ର ଛାଡ଼ି, ଆଜି ବାହୁଡ଼ି ଯାଉଛି। ତେଣୁ ଏଠି ଦୁଃଖ ଭରାରେ ନୁହଁ, କି କ୍ରୋଧ ନାହିଁ, କି ଅହଙ୍କାର ନାହିଁ, ଆନନ୍ଦର ଭକ୍ତି, ଅଭିମାନର ଭକ୍ତିରେ କହୁଛି ଭକ୍ତ। କହିଲେ ରଥ ଦଉଡ଼ିକି ଛୁଇଁବିନି କି ଧରିବିନି କି କେହି ଛୁଅନି କେହି ଧରନି କେହି ଭିଡ଼ନି, କାଳିଆ ଆଉ ଯାଇପାରିବନି ଶ୍ରୀମନ୍ଦିର। ଆମର ଏଇ ଗୁଣ୍ଡିଚା ମନ୍ଦିରରେ ରହିବ, ଆମେ ତାଙ୍କର ପ୍ରସାଦ ଖାଇବା, ସାଙ୍ଗ ହେବା, ଖେଳ କୁଦ ମଜା ମସ୍ତି କରିବା। କେଉଁଠି? ମାଟିରେ ନୁହେଁ, ବାଲିରେ। ବାଲ୍ୟ ଲୀଳା କରନ୍ତି ଛୋଟ ଛୋଟ ପିଲାମାନେ, ସାଧାରଣ ଲୋକର ଆଜି ଅସାଧାରଣ କଥା। ତେଣୁ ଏଇ ଶରଧା ବାଲିରେ ଆମେ ସମସ୍ତେ କାଳିଆର ସହ ଆନନ୍ଦ ଖେଳ କୁଦ କରିବା। ତେଣୁ କାଳିଆକୁ ଆଉ ଛାଡ଼ନି, ରଥ ଦଉଡ଼ିକି ଭିଡ଼ନି। ମାନେ ସ୍ନେହଭରା ଆନନ୍ଦ ଅଭିମାନର କଥା କହିଛନ୍ତି ଭକ୍ତ। କାରଣ ଏଇ ଗୁଣ୍ଡିଚା ମନ୍ଦିରରୁ କାଳିଆ ଶ୍ରୀକ୍ଷେତ୍ରକୁ ଶ୍ରୀମନ୍ଦିରକୁ ଚାଲିଗଲେ ସେଇ ଗୁଣ୍ଡିଚା ମନ୍ଦିରଟି ଶ୍ରୀହୀନ ଭଳିଆ ଦିଶିବ। ଏଇ 10 ଦିନରେ ଯେଉଁ ଲୀଳା ଗହଳି ଖେଳା କୁଦା ମଜା ମସ୍ତି ହେଉଥିଲା ନା, ଶ୍ମଶାନ ସବୁ ପରି ଦେଖାଯିବ। ସେଥିପାଇଁ ଭକ୍ତ କହୁଛି, କହିଲେ ସିଏ ଆଜି ଶ୍ରୀକ୍ଷେତ୍ରକୁ ଗଲା ପରେ ଚାଲି ରେ, ଶ୍ରୀମନ୍ଦିରକୁ ଗଲା ପରେ ଚାଲି। ଶ୍ମଶାନ ପରି ଦିଶିବ ଏହି ଶରଧାର ବାଲି। ଜୟ ଜଗନ୍ନାଥ, ଜଗତ ମଙ୍ଗଳ କରନ୍ତୁ ପ୍ରଭୁ ଗୁରୁ ଲେଖ ଶରଣ। ସାଧାରଣ ଲୋକର ଆଜି ଅସାଧାରଣ ଭିଡ଼ିଓ, ସେଇ ବାଲ୍ୟକାଳ କଥା ମନେ ପଡ଼ିଗଲା। ରଖିଲି ଭାଇମାନେ ଆଜି ବାହୁଡ଼ା ଦଶମୀରେ। ସର୍ବେ ଭବନ୍ତୁ ସୁଖିନଃ, ସର୍ବ ଶାନ୍ତି ନିରାମୟା, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭବେତ୍।